ଜଣେ କବି ବିପିନ ବିହାରୀ ରାଉତ ଯାହାଙ୍କର ଲେଖନୀ ମନରେ ସୁନ୍ଦର ଭାବରେ ଉକୁଟି ଉଠିଛି। ଯେଉଁ ଦେଶରେ ଗଙ୍ଗା ବହେ, ବିଶେଷ କରି ନୂଆ ଶିକ୍ଷାନୀତି ଅନୁଯାୟୀ ଅଷ୍ଟମ ଶ୍ରେଣୀ ସାହିତ୍ୟ ବହି ସାହିତ୍ୟ ସୁରଭିରେ ସ୍ଥାନିତ ହୋଇଥିବା ପଠନ ନିମନ୍ତେ ଏହି ଯେଉଁ ଦେଶରେ ଗଙ୍ଗା ବହେ କବିତା ଅତି ଚମତ୍କାର କବିତା। ଯେଉଁ କବିତାଟି ନିଶ୍ଚିତ ଭାବରେ ଶିଶୁ ପ୍ରାଣରେ ମାଟି ମା ପ୍ରତି, ଜନନୀ ଜନ୍ମଭୂମି ପ୍ରତି ମମତ୍ୱ ବୋଧକୁ ଜାଗ୍ରତ କରାଇ ପାରିବ। ଏହି ସୁନ୍ଦର କବିତାକୁ ଆଜି ଆମେ ଆବୃତ୍ତି କରିବା, ଯାହାର କବି ହେଉଛନ୍ତି ବିପିନ ବିହାରୀ ରାଉତ, ଆମ ସମୟର ଜଣେ ବିଶିଷ୍ଟ କବି। ଆସନ୍ତୁ ଆଜି ଆମେ ଏହାକୁ ଆବୃତ୍ତି କରିବା। ଯେଉଁ ଦେଶରେ ଗଙ୍ଗା ବହେ, ଯୁଗ ଯୁଗର କାହାଣୀ କହେ, ସେଇ ଦେଶ ମୋ ଜନମ ଭୂଇଁ, ସେଇ ମାଟି ମୋ ମା। ମୁଁ ତାହାରି ପାଇଁ ପରାଣ ଦେବି, ରଖିବି ତାର ନାଁ। ହିମଗିରି ଯା ମୁକୁଟ ଶୋହେ, ଯମୁନା ଗଳା ମାଳ, ସାଗର ଧୁଏ ଚରଣ ଯାର, ଉର୍ମି କଳ କଳ। ଯେଉଁ ମାଟିକୁ ପରଶି ଯାଏ ମଳୟ ଶୀତ ବା, ମୁଁ ତାହାରି ଲାଗି ପରାଣ ଦେବି, ରଖିବି ତାର ନାଁ। କୋଳରେ ଯାର ଜନମ ନେଲେ କୁନ୍ତି ସତୀ ତାରା, ସୀତା ଅହଲ୍ୟା ଦୁର୍ଗାବତୀ, ଲକ୍ଷ୍ମୀ ବାଇ ମୀରା। ଧରଣୀ ବୁକେ ଦେଖାଇ ଗଲେ ସରଣୀ ନୂଆ ନୂଆ, ମୁଁ ତାହାରି ଲାଗି ପରାଣ ଦେବି, ରଖିବି ତାର ନାଁ, ରଖିବି ତାର ନାଁ। ଝରିଲା ଯହିଁ ବାଲ୍ମୀକିର କଣ୍ଠୁ ରାମ ଗାଥା, କାଳିଦାସର ମେଘଦୂତ କବିର ନୀତି କଥା। ରବୀନ୍ଦ୍ରର ସଙ୍ଗୀତରେ ଦୁନିଆ କରେ ଆହା, ମୁଁ ତାହାରି ଲାଗି ପରାଣ ଦେବି, ରଖିବି ତାର ନାଁ, ରଖିବି ତାର ନାଁ। ଯାହାର ଧୂଳି ବାଜିଲେ ଦେହେ ଉଲ୍ଲସି ଉଠେ ପ୍ରାଣ, ଜାତି ଜାତିକା କୁସୁମ ଫୁଟେ ଛୁଟେ କୋକିଳା ସ୍ୱନ। ଶ୍ୟାମଳ ତରୁ ଗହଳ ଲତା କୁଞ୍ଜବନ ଛାୟା, ମୁଁ ତାହାରି ଲାଗି ପରାଣ ଦେବି, ରଖିବି ତାର ନାଁ, ରଖିବି ତାର ନାଁ। ପାବନ ଯାର ଶୈଳ ଉମାପତିର ମନ ମୋହେ, ପାବନ ଯାର ଯମୁନା ତୀର କୃଷ୍ଣ ବଂଶୀ ବାଏ। ପାବନ ଯାର କୁରୁକ୍ଷେତ୍ରେ ନାରାୟଣ ସାହା, ମୁଁ ତାହାରି ଲାଗି ପରାଣ ଦେବି, ରଖିବି ତାର ନାଁ, ରଖିବି ତାର ନାଁ, ରଖିବି ତାର ନାଁ। ବନ୍ଦେ ଉତ୍କଳ ଜନନୀ।